हर हर महादेव केमती अच्छा समस्ते बिंदास तो सेमती बिंदास था मु राज आपण मानक स्वागत जनाऊँ आम यूट्यूब चैनल राज ब्लॉग्स। अरे जान ना दीटा बस समुद्र देखी पार बनाइब 5 किलोमीटर भीतर शुणिले तो विश्वास कर नहीं जहाँ भी शुणी ठीक शुणी शुणा को टे आश्चर्य लगुले भी यहाँ हूँ सत आमर ओडिशा रे अच्छी एमती एक सी बीच बेलाभूमि जहाँ पानी एठी थी आ किसी समय पर 3-4 किलोमीटर पड़े खसी खसी जाऊ आती टाइम जदि आप वेट करेंगे ताहले आप देखिए धीरे 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 सी बीचटा भितर को जाऊँगी लाइफ रे गोटे किसी भल जिनस एक्सपीरियंस जदि करार अच्छी ताहले निहाती मु सजेस्ट करी ए जगह को आसतु आउ जिनसटा को देखूँ आ पछरे जानवे यही जिनसर कारण कौन मु निहाती कहबी एफ टाइड गोटे अच्छी एफ टाइड जोटा कि हाई टाइड रु लो टाइड हुए एमती तो कहले बुझेनि स्ट्रंग टाइड भावतु गोटे स्ट्रंग टाइड आउ यहाँ हूँ फ्लाट सरफेस माने सम्मानिया समतल एरिया बोली यही जिनसटा हूँ है मुझे लाइव प्रूफ सहित देखेदेवी आप देखिए एबे देखु केते कूलर पानीटा अच्छी आउ किसी समय पर देखेबी लास्ट को वीडियो रे कि देखिए केते एक्चुअली सतर यहाँ हूँ ना मिछर यहाँ हूँ मुझे जिते जाइली मु विश्वास कर कि सतर एमती होथियो बोली तापर निजे जिते देखिली देखिली विश्वास कली आपण भी जिते देखिए बेरियल तापर विश्वास करेंगे पानी टी गोलिया अच्छी ना गोलिया रही कारण वर्षा दिन एक रे दुई रे बहुत गुड़े नदीर शाखा नदी गुड़ाकर पानी आसिकी ये समुद्र में मिसुची से पानी टी गोलिया अच्छी एठी आप गाधा गाधी करें भल लगे जेहेतु गोलिया अच्छी भल लगे गाधोवा किंतु ये जिनसटा एक्सपीरियंस करेंगे देखिए धीरे 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 पानीटा जाऊँगी आ यार माटीटा देख
এই ଜାଗାକୁ ଆସିଲେ ଏଇଠି ଆପଣ ଭୋଜି ମଧ୍ୟ କରିପାରିବେ। ପାଣିର ସୁବିଧା ଅଛି, ନଳକୂଅ ଗୋଟେ ଅଛି। ଫିଷ୍ଟ କରିକି ଏନ୍ଜୟ କରିକି ଯାଇପାରିବେ ଆଉ। ଦେଖୁଛନ୍ତି ତ କେତେ ସୁନ୍ଦର ସୁନ୍ଦର ଗେଣ୍ଡା ଆଉ ଶାମୁକା ଗୁଡ଼ା ପଡ଼ିଛନ୍ତି। ଯିଏ ବି କ୍ରାଫ୍ଟ ବନାଉଛି ସିଏ ବୋଧେ ବ୍ୟାଗ୍ ଗୋଟେ ନେଇକି ଆସିଥାନ୍ତା ଆଉ ଏସବୁ ଧରିକି ପଳେଇଥାନ୍ତା। ଏସବୁ ଜିନିଷ ନେଇକି ଆପଣ ମଧ୍ୟ ଆପଣଙ୍କ ଘର ସଜାସଜି ଉପକରଣ ଏଇଗୁଡ଼ା ୟୁଜ୍ ହୁଏ ନା, ତ ଆପଣ ଘର ମଧ୍ୟ ସଜେଇ ପାରିବେ। ଆଉ ଏଇସବୁ କଳାକୃତି ଦେଖନ୍ତୁ, ସବୁ କଙ୍କଡ଼ାର କାମ। ଆଉ ନାଲି କଙ୍କଡ଼ା ଏତେ ଦ୍ରୁତ, ମାନେ ଦେଖିବେ ମାନେ ଆପଣଙ୍କର ଟିକେ ଯେମିତି ପତ୍ର ହଲିଲେ ସେ ମାନେ ରିଆକ୍ସନ୍ ଆସେନି, ସେଇଭଳିଆ ଟିକେ ଦେଖିବେ ମାନେ ସେ କେତେ ସ୍ପିଡ଼ ଯାଇକି ସେଇ ଗାତ ସବୁ ଗୁଡ଼ାକରେ ପଶି ଯାଉଛନ୍ତି। ଗାତ ଖୋଜି ଖୋଜି ଟୋଟାଲି ଦେଖା ହିଁ ଦେଉନାହାନ୍ତି। ଆଉ ଇଭିନିଂ ଟାଇମ୍ରେ ଯଦି ଯିବେ ଆପଣ ତାହେଲେ ଦେଖିପାରିବେ ଏଇ ସି ବିଚ୍ର କୂଳ ଗୁଡ଼ାକରେ ସବୁ ଏଇଭଳିଆ ହେଇଥିବ। ଯେହେତୁ ସି ବିଚ୍ଟା 3ଟା 4ଟା ବସିକି ଭିତରକୁ ପଳେଇଥିବ, ଆଉ ସେ ଯାଇକି ରିଟର୍ନ ବୋଧେ ରାତିରେ କରୁଥିବ, କିନ୍ତୁ ସକାଳେ ଦେଖିଲା ବସିକି ପୁଣି ପୁରା କୂଳରେ ଆସିକି ଥିବ। ଏଠି ଆପଣ ଗଦା ଗଦା ଗେଣ୍ଡା, ଶାମୁକା, ଷ୍ଟାର ଫିସ୍ ଦେଖିବେ, ଆଉ ବହୁତ ଗୁଡ଼ିଏ ଭେରାଇଟିର ମାଛ ମଧ୍ୟ ଦେଖିବେ। ଏଠି ଶାମୁକାରେ ତିଆରି ଉପକରଣ ଗୁଡ଼ାକ ଶସ୍ତାରେ ମିଳେ। ଲୋକଙ୍କର ସେତେ ଭିଡ଼ ନାହିଁ, ତ ସେଥିପାଇଁ ବୋଧେ ମାନେ ସଫାସଫି ଏତେ କରୁନାହାନ୍ତି ନା କ'ଣ। ଆଉ ତାପରେ ଡେଲି ଏଇଭଳିଆ ହେଉଛି ନା, ସମୁଦ୍ର ଭିତରକୁ ଯାଉଛି ପୁଣି ଆସୁଛି, ଡେଲି କିଏ ସଫା କରିବେ? ଆଉ ବୋଧେ ସେଥିପାଇଁ କିଛି ରିଜନ୍ ଥିବ କି କ'ଣ, ସଫା ଏତେ ନଥିଲା ସମୁଦ୍ର କୂଳ ଗୁଡ଼ାକ। ଆଉ ଝାଉଁ ବଣ ମଧ୍ୟ ଅଛି। ରୋଡ଼ କ୍ରସ୍ କଲେ ଆପଣ ସି ବିଚ୍ ଦେଖିପାରିବେ। ଦେଖନ୍ତୁ କେତେ କୂଳରେ ଅଛି। ଲୋକ କିଛି କିଛି ଗାଧୋଉଥିଲେ ମଧ୍ୟ ସେଠି, ହେଲେ ଆମେ ଗାଧେଇଲୁନି। ଯିଏ ସମୁଦ୍ର ପୁରୀ ସମୁଦ୍ରରେ ଗାଧେଇଛି ଏତେ ଭଲ ପାଣିରେ, ସେଇ ପାଣିରେ ଗାଧେଇ ପାରିବନି। ଆପଣ କେବେ ଦୀଘା ଯାଇଛନ୍ତି? ଦୀଘା ସି ବିଚ୍ରେ ବି ଏଇଭଳିଆ ପାଣି ସବୁବେଳେ ଥାଏ। ସେଠି ବି ସେମିତି ଗାଧେଇ ହୁଏନି ବୋଧେ। ଆମେ ଥରେ ଯାଇଥିଲୁ ଯେ ସେଠି ଗାଧେଇ ପାରିଲୁନି। ଆମେ ବାସ୍ ଦେଖିବା କଥା, ଆଉ ଦୂରରୁ ଦେଖିକି ଏନ୍ଜୟ କରିବା କଥା। ଆଉ ସେଠି ସ୍ମେଲ୍ ବହୁତ ହୁଏ, ସତ କଥା। ଫାଷ୍ଟ ଦେଖିଥିଲେ ଭିଡ଼ିଓରେ ପଥର ପାଖରୁ ପୁରା ପାଣି ଯାଉଥିଲା, ଏବେ ଦେଖନ୍ତୁ ପଥର କେଉଁଠି ଆଉ କେତେ ଭିତରକୁ ପଳେଇଲାଣି। ସେ ପଥରରୁ ଦେଖନ୍ତୁ କେତେ ଭିତରକୁ ପଳେଇଲାଣି। ପାଣିଟା ଯେତେବେଳେ ଭିତରକୁ ଗଡ଼ି ଗଡ଼ି ଯାଉଛି, ଏଇ ଯେଉଁ ଗାର ଟାଇପ୍ର ରହୁଛି, ଏଇଟା ଟିକେ ସୁନ୍ଦର ଲାଗୁଥିଲା। ସାପ ଟାଇପ୍ର ରହୁଥିଲା। ଯେମିତି ହେଲା ଯେ ଗୋଟେ କଙ୍କଡ଼ାଟେ ଧରିବା ନା ଏଠି, ଆଉ ଖୋଜୁଛୁ। ଧରିଲୁ, ଫାଇନାଲି ଧରିଲୁ ଗୋଟେ ଛୋଟିଆ କଙ୍କଡ଼ା। ଦେଖନ୍ତୁ ସେ ଖାଲି ଡଗରା ଟାଇପ୍ର ସେ ଡଗଡଗ ହେଇକି ପଳଉଛି ପୁରା। କେତେ ଛୋଟିଆ ଏଇଟା। ଅଶାନ୍ତ ସମୁଦ୍ର ଭଳିଆ ଲାଗୁଛି ମୋତେ। ଚିଲିକା ଭଳିଆ ଏତେ ଗୁଡ଼ିଏ ପକ୍ଷୀ ମଧ୍ୟ ଦେଖିଲୁ ଆମେ ମାଛ ଖାଇବାକୁ। ଆଉ ଏରା ସବୁ ବଗ ହେଇଥିବେ, କାରଣ ପାଣି ଯେତେବେଳେ ପଳାଉଛି ସେତେବେଳେ ବହୁତ ଗୁଡ଼ିଏ ମାଛ ସବୁ ମରିକି ପଡ଼ୁଛନ୍ତି ଏଇ କୂଳ ଯାକରେ। ଫାଇନାଲି ଦ ୱେଟ୍ ଇଜ୍ ଓଭର। ଦେଖନ୍ତୁ କେତେ ଭିତରକୁ ପଳେଇଛି ସି ବିଚ୍ଟା। ଏଇଠି ଥିଲା ଏଇ ଘାସ ପାଖରେ ଦେଖେଇଥିଲି, ଏବେ ଦେଖନ୍ତୁ ଯେଉଁ ଯାଏଁ ଲୋକ ଯାଇଛନ୍ତି ସେଇ ଯାଏଁ ଟୋଟାଲି ପାଣି ନାହିଁ। ଏବେ ତ ଆମେ ଯାଉଛୁ, ଏଇଟା ହେଉଛି କୂଳଟା। ଦେଖନ୍ତୁ ଏଇଠି ପାଣି ଥିଲା, କେତେ କିଲୋମିଟର ଭିତରକୁ ପଳେଇଲାଣି ଏବେ ଦେଖନ୍ତୁ। ଆଉ ଏଇଗୁଡ଼ା ସବୁ ଗେଣ୍ଡା, ଶାମୁକା ଗଲେ ଖାଲି କଡ଼କାଡ଼ ମୁଢ଼ି ଚୋବେଇଲା ଭଳିଆ ସାଉଣ୍ଡ ହେଉଛି। ରିଅଲ୍ ସାଉଣ୍ଡଟା ବି ଆପଣ ଶୁଣନ୍ତୁ ଟିକେ। ଖାଲି ଗେଣ୍ଡାମୟ, ଶଳା କେତେ ଗେଣ୍ଡା ମରୁଥିବେ। ପାଣି ତ ଦେଖା ହିଁ ଯାଉନି। ଷ୍ଟାର ଫିସ୍ଟା ତା ପଛ ପଟେ ଦେଖିଆ, ଏଇଟା ପଛ ପଟା, ଏଇଟା ପଟା। ହଁ ସେତେବେଳେ ଚାଲିଥିଲା ଗୋଟେ, ଦେଖିଥିଲେ ଚାଲୁଥିଲା। ଦେଖେ ଏଇଠି ଗୋଟେ, ଏଠି ଏଠି ହେରା ଯୁଆଡ଼େ ଦେଖିବୁ, ଏଠି ଏଠି ସବୁଆଡ଼େ। କମ ବାଟ ଯାଇନି ପାଣି। ହଁ ପରା ଦେଖୁନୁ, ଦେଖାଯାଉନି କୁଆଡ଼େ ଯାଇକି ଅଛି ପାଣି। କୋଉଠି ଅଛି ଦେଖୁଛୁ?
ବାଘ ବି ଖେଳି ଯାଇଥିଲେ। Finally exploring the invisible sea beach of Baleshwar, Chandipur sea beach. ଏଗୁଡ଼ା ଟିକେ କାଦୁଅ କାଦୁଅ ଟାଇପ୍ର ଲାଗୁଥିଲା ଆଉ ପାଣି 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 ଟିକେ ଟିକେ ଥିଲା ଆଉ ମାଟି ଟାଇପ୍ର ଟିକେ ଲାଗୁଥିଲା। ବହୁତ ଷ୍ଟ୍ରଙ୍ଗ ଟାଇଡ୍ ଆଉ ଫ୍ଲାଟ୍ ସରଫେସ୍ ପାଇଁ ଏଇ ଜିନିଷଟା ହୋଇଥାଏ। ସନ୍ଧ୍ୟା ପାଖାପାଖି ହେଲା ବସିକି ସି ବିଚ୍ଟା ଡିସାପିୟର ହେଇଯାଏ, ମାନେ ଦେଖାଯାଏନି। ଆଉ ସକାଳ ହେଲେ ପୁଣି ଯିବାକୁ ସେଇଆ। ସମୁଦ୍ର କୂଳରେ ତ ନୁହଁ, ନଦୀ କୂଳରେ ଚାଲିଲା ଭଳିଆ ଲାଗୁଛି। ଏତେ ଦୂର ଭାଇ, ଏତେ ଜଲ୍ଦି ଏତେ ଦୂରକୁ ପଳେଇବ। ଦୁଇଟା ଟାଇମ୍ରେ ଆପଣ ଯାଇକି ଯଦି ପହଞ୍ଚିବେ ତାହେଲେ ଦେଖିପାରିବେ କେତେ ଭିତରକୁ ଧୀରେ ଧୀରେ ସେ ଯାଉଛି। ଆଉ 4ଟା 5ଟା ବସିକି ତ ଗଲା ଆସିକି ସେ ପୁରା ଭିତରକୁ ପଳେଇଥିବ ଆଉ, ଗାଡ଼ି ନେଇକି ଯିବେ ଆଉ। ଏସବୁ କେତେ କ'ଣ ଜିନିଷ ସବୁ ପଡ଼ିଥିବ ଦେଖିବେ ଆଉ। ଗେଣ୍ଡା, ଶାମୁକା, ଷ୍ଟାର ଫିସ୍ ଏସବୁ କମନ୍ ସବୁ ଏଠି। ଆଉ କଙ୍କଡ଼ା, ଇଏ ଦେଖନ୍ତୁ ଗୋଟେ ଭେରାଇଟି ଷ୍ଟାଇଲ୍ର କଙ୍କଡ଼ା, ସେଟା ପଛ ପଳେଇ ଆସିଛି। ଦେଖିକି ତ ଡର ଲାଗୁଥିଲା, ପୁଣି ଆଗରୁ ଗୋଟେ ସୁଣ୍ଡ ଭଳିଆ ବାହାରିଛି ତାର। କେତେ ପକ୍ଷୀ ଉଡ଼ି ଯାଉଛନ୍ତି, ଚିଲିକା ଭଳିଆ ଲାଗୁଛି ପୁରା। ଯଦି ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି ତାହେଲେ ମୋ ପ୍ଲେଲିଷ୍ଟ ଯାଇକି ଚେକ୍ କରନ୍ତୁ। ଆଉ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ, ଲାଇକ୍ କରନ୍ତୁ ଆଉ କମେଣ୍ଟ କରନ୍ତୁ। ଧନ୍ୟବାଦ।